ଜାଣିବା ହ୍ୱାଟ୍ ଇଜ୍ ପଶ୍ଚର୍। ପଶ୍ଚର୍ କହିଲେ ଆମେ କ'ଣ ବୁଝିଥାଉ, ଠିକ୍ ଅଛି। ତ କ'ଣ କହୁଛି ଦେଖନ୍ତୁ, ପଶ୍ଚର୍ ଇଜ୍ ଦ ୱେ ୟୁ ହୋଲ୍ଡ ୟୋର୍ ବଡି ହ୍ୱେନ୍ ୟୁ ଆର୍ ସିଟିଂ, ଷ୍ଟାଣ୍ଡିଂ ଅର୍ ଲାଇଂ ଡାଉନ୍। କ'ଣ କହିଲା? ପଶ୍ଚର୍ ଗୋଟେ ଏମିତି ଜିନିଷ ଯେଉଁଠିକି ଆମର ବଡ଼ିକୁ ଆମେ କେମିତି ହୋଲ୍ଡ କରୁଛୁ, କେଉଁ ସମୟରେ? ସିଟିଂ, ବସିବା ସମୟରେ ହେଲା। ବସିବା ସମୟରେ କେମିତି ଆମର ବଡ଼ିଟାକୁ ହୋଲ୍ଡ କରିକି ରଖୁଛୁ। ଷ୍ଟାଣ୍ଡିଂ, ଠିଆ ହେବା ସମୟରେ ଆମର ବଡ଼ିଟାକୁ କେମିତି ଆମେ ହୋଲ୍ଡ କରିକି ରଖୁଛୁ। ଏବଂ ଲାଇଂ ଡାଉନ୍ ମାନେ ଶୋଇବା ସମୟରେ ଆମେ ଆମର ବଡ଼ିଟାକୁ କେମିତି ହୋଲ୍ଡ କରିକି ରଖିଥାଉ, ତାକୁ ହିଁ କୁହାଯାଇଥାଏ ପଶ୍ଚର୍। ବୁଝିହେଲା? ତ ଦେଖନ୍ତୁ, ଦେନ୍ ପଶ୍ଚର୍କୁ ଆମେ ଦୁଇ ଭାଗରେ ଭାଗ କରିଥାଉ। ଗୋଟେ ହେଉଛି କ'ଣ? ଷ୍ଟାଟିକ୍ ପଶ୍ଚର୍, ଆଉ ଗୋଟେ ହେଉଛି ଡାଇନାମିକ୍ସ ପଶ୍ଚର୍। ତ ଷ୍ଟାଟିକ୍ସ ପଶ୍ଚର୍ଟା କ'ଣ ଦେଖନ୍ତୁ ନା, ଷ୍ଟାଟିକ୍ ପଶ୍ଚର୍ କ'ଣ କହୁଛି? ହାଉ ୟୁ ହୋଲ୍ଡ ୟୁଅର୍ ସେଲ୍ଫ ହ୍ୱେନ୍ ୟୁ ଆର୍ ନଟ୍ ମୁଭିଂ, ଲାଇକ୍ ହ୍ୱେନ୍ ୟୁ ଆର୍ ସିଟିଂ ଅର୍ ଷ୍ଟାଣ୍ଡିଂ। ଷ୍ଟାଟିକ୍ ପଶ୍ଚର୍ଟା କ'ଣ? ଷ୍ଟାଟିକ୍ ମାନେ ଆମେ ଜାଣିଛୁ ଯେଉଁଠି ଗୋଟେ ବସ୍ତୁ କନଷ୍ଟାଣ୍ଟ ହେଇକି ଥାଏ, ମୁଭମେଣ୍ଟ ହେଇନଥାଏ। ତ ଏଠି କହୁଛି ଯେଉଁଠି ଆମେ ମୁଭମେଣ୍ଟ କରିନଥିବା ଏବଂ ସିଟିଂ ଆମର ଷ୍ଟାଣ୍ଡିଂ ପୋଜିସନ୍ରେ ହିଁ ଥିବା, ସେଇଟାକୁ କୁହାଯିବ ଷ୍ଟାଟିକ୍ସ ପଶ୍ଚର୍। ଯେଉଁଟାକି ଏଠି ଦେଖନ୍ତୁ, ଏଠି ମୁଭମେଣ୍ଟ ହେଉନି, ତ ଏଇଟା ଗୋଟେ ଷ୍ଟାଟିକ୍ସ ପଶ୍ଚର୍ରେ ଚାଲିଯାଉଛି। ସେଇ ବାଟେ ବି ଗୋଟେ ଷ୍ଟାଟିକ୍ସ ପଶ୍ଚର୍ ରହିଯାଉଛି ହେଲା। ବସିଛି, କିଛି ମୁଭମେଣ୍ଟ ନାହିଁ, ତେଣୁ ଏଇଟା ଷ୍ଟାଟିକ୍ ପଶ୍ଚର୍ରେ ପଳାଉଛି। ଦେନ୍ ଡାଇନାମିକ୍ ପଶ୍ଚର୍ଟା କ'ଣ? ହାଉ ୟୁ ହୋଲ୍ଡ ୟୁଅର୍ ସେଲ୍ଫ ହ୍ୱେନ୍ ୟୁ ଆର୍ ମୁଭିଂ, ଲାଇକ୍ ହ୍ୱେନ୍ ୟୁ ଆର୍ ୱାକିଂ, ରନିଂ, ଜମ୍ପିଂ। ମାନେ କି ଡାଇନାମିକ୍ଟା କ'ଣ? ଯେତେବେଳେ ତୁମେ ଚାଲିବା ସମୟରେ, ରନିଂ କରିବା ସମୟରେ, ଜମ୍ପ କରିବା ସମୟରେ ତୁମର ବଡ଼ିଟାକୁ କେମିତି ତୁମେ ହୋଲ୍ଡ କରିକି ରଖୁଛ, ସେଇଟା ହେଇଯିବ କ'ଣ ନା ଡାଇନାମିକ୍ ପଶ୍ଚର୍। ତ ଆଶା କରିକି ବୁଝିପାରୁଥିବ ପଶ୍ଚର୍ କ'ଣ। ପଶ୍ଚର୍ କ'ଣ ମାନେ ଯେକୌଣସି ପରିସ୍ଥିତିରେ ଆମେ ବସିଥାଉ, ଶୋଇଥାଉ ବା ଠିଆ ହେଇଥାଉ, ସେଇ ସମୟରେ ଆମର ବଡ଼ିକୁ କେମିତି ଆମେ ହୋଲ୍ଡ କରିକି ରଖୁଛେ, ସେଇଟା ହିଁ ହେଇଯିବ ପଶ୍ଚର୍। ତ ପଶ୍ଚର୍ ଦୁଇ ଭାଗରେ ହେଲା, ଗୋଟେ ଷ୍ଟାଟିକ୍ ପଶ୍ଚର୍, ଡାଇନାମିକ୍ ପଶ୍ଚର୍, ଠିକ୍ ଅଛି।